ଫକୀରମୋହନ କଲେଜ ମୃତକ ଛାତ୍ରୀଙ୍କ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦର ଅଭୂତପୂର୍ବ ସଫଳତା ପାଇଁ ରାଜ୍ୟବାସୀ ଅଭିନନ୍ଦନୀୟ। ମିଳିତ ବିରୋଧୀ ଦଳ, ମିଳିତ ରାଜନୈତିକ ଦଳ ସାମ୍ବାଦିକ ସମ୍ମିଳନୀରେ ଭକ୍ତଙ୍କ ଘୋଷଣା। ବିଜେପି ସରକାରଙ୍କ ନାରୀ ନିର୍ଯାତନା ପ୍ରତି ଲଜ୍ଜାଜନକ ନୀରବତାକୁ କଟୁ ସମାଲୋଚନା କରିବା ସହ ସୌମ୍ୟଶ୍ରୀଙ୍କ ଏକାଦଶକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ ବୋଲି ପ୍ରକାଶ କରିଛନ୍ତି ଭକ୍ତ। ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ 2 ମିନିଟ୍ ନୀରବ ପ୍ରାର୍ଥନା ପାଇଁ ନିବେଦନ। ନିର୍ଯାତିତ ମହିଳାଙ୍କ ଲାଗି ସ୍ୱତନ୍ତ୍ର ସେଲ୍ ଖୋଲିବ ପିସିସି। ବିଧାନସଭାରେ ଉଠିବ ପ୍ରସଙ୍ଗ। ରାଜ୍ୟର ପ୍ରମୁଖ 6 ସ୍ଥାନରେ ନାରୀ ନିର୍ଯାତନା, ବନ୍ୟା ଏବଂ ସାମାଜିକ ନ୍ୟାୟ ସକାଶେ ସମାବେଶର ଆୟୋଜନ। ଭୁବନେଶ୍ୱର ତା 18/7/25। 17 ଜୁଲାଇରେ ଓଡ଼ିଶା ବନ୍ଦର ସଫଳତା ପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ ମିଳିତ ବିରୋଧୀ ଦଳ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। ବାଲେଶ୍ୱରର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ 20 ବର୍ଷୀୟା ଛାତ୍ରୀଙ୍କ ବ୍ୟବସ୍ଥାକୃତ ହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ 8ଟି ବିରୋଧୀ ରାଜନୈତିକ ଦଳ କଂଗ୍ରେସ, ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ଲିବରେସନ୍, ଅଲ୍ ଇଣ୍ଡିଆ ଫରୱାର୍ଡ କ୍ଲବ, ଆର୍ଜେଡି, ଏସ୍ପି, ଏନ୍ସିପି ଏବଂ ଆର୍ଜେଡି ସମେତ ଇଣ୍ଡିଆ ମେଣ୍ଟର 8 ଦଳ ଦ୍ୱାରା ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ବନ୍ଦକୁ ଓଡ଼ିଶାର ସମସ୍ତ ସମ୍ପ୍ରଦାୟ, ଛାତ୍ର, ଯୁବକ, ମହିଳା, ଶ୍ରମିକ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ଆନ୍ତରିକ ସମର୍ଥନ ଏବଂ ସହଯୋଗ ଯୋଗୁଁ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ବାମପନ୍ଥୀ ଏବଂ ଗଣତାନ୍ତ୍ରିକ ଦଳମାନେ, ସାମ୍ବାଦିକ ବନ୍ଧୁମାନେ, ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା ସଂଗଠନମାନେ ଏହାକୁ ସମର୍ଥନ କରିଥିଲେ। ଛାତ୍ରୀ ମୃତ୍ୟୁ ଏବଂ ମହିଳା ନିର୍ଯାତନା ବିରୋଧରେ ଗତକାଲିର ବନ୍ଦ ଥିଲା ଅଭୂତପୂର୍ବ ଭାବେ ଶାନ୍ତିପୂର୍ଣ୍ଣ, ଅସାଧାରଣ ଏବଂ ଐତିହାସିକ। ଆସନ୍ତା 24 ତାରିଖ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରେ ପୀଡ଼ିତା ସୌମ୍ୟଶ୍ରୀଙ୍କ ଏକାଦଶ ଏହି ଦିନକୁ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରିବ ଇଣ୍ଡିଆ ମେଣ୍ଟର କଂଗ୍ରେସ ସମେତ 8ଟି ଦଳ। ସାରା ରାଜ୍ୟରେ ମହିଳା କଂଗ୍ରେସ ସହିତ 8ଟି ଦଳର ମହିଳା ସେଲ୍ ଏହାକୁ ମଧ୍ୟ ପାଳନ କରିବେ। କେବଳ ବାଲେଶ୍ୱର ପୀଡ଼ିତା ନୁହନ୍ତି, ବାକି ଯେଉଁ ମହିଳା ଓ ଝିଅଙ୍କ ପ୍ରତି ଅଘଟନ ହୋଇଛି ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯିବ। ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ 2 ମିନିଟ୍ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। କଂଗ୍ରେସ ସମେତ 8ଟି ଦଳ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଥିଲେ, ସରକାରୀ ସମେତ ସବୁ ବେସରକାରୀ ଅନୁଷ୍ଠାନ ମଧ୍ୟ 1 ମିନିଟ୍ ନୀରବ ପ୍ରାର୍ଥନା ଲାଗି ଅନୁରୋଧ କରିଛନ୍ତି। ରାଜ୍ୟରେ ନିର୍ଯାତିତ ମହିଳାଙ୍କ ଲାଗି ମହିଳା ସେଲ୍ ଖୋଲିବ ପିସିସି। ସେମାନେ ଆପ୍ ମାଧ୍ୟମରେ ଅଭିଯୋଗ କରିବେ, ପରେ ପିସିସି ଅନୁଧ୍ୟାନ କରି ତଦନ୍ତରେ ସହଯୋଗ କରିବ। ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ବଡ଼ ନିଷ୍ପତ୍ତି ହୋଇଥିବା ଭକ୍ତ କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଲେ, ସୌମ୍ୟଶ୍ରୀଙ୍କ ପ୍ରସଙ୍ଗ ଆଗାମୀ ଦିନରେ ବିଧାନସଭାରେ ଉଠିବ। ଆଗରୁ ନାରୀ ସୁରକ୍ଷା ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇଥିଲା, ହେଲେ ରାଜ୍ୟ ସରକାର ଶୁଣି ନଥିଲେ। ଯେପର୍ଯ୍ୟନ୍ତ ଝିଅ ନ୍ୟାୟ ନ ପାଇଛି ଆନ୍ଦୋଳନ ଜାରି ରହିବ ବୋଲି କଡ଼ାମ କହିଛନ୍ତି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଆସନ୍ତାକାଲି ଦିଲ୍ଲୀରେ ବସିବ ଇଣ୍ଡିଆ କ୍ଲବ ବୈଠକ। ଏହି ବୈଠକରେ ଉଠିବ ବାଲେଶ୍ୱର ପୀଡ଼ିତା ପ୍ରସଙ୍ଗ। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ସଂସଦରେ ଉଠାଇବେ। କଂଗ୍ରେସ ଦାବି କରୁଛି, ଏହି ଘଟଣାରେ ନ୍ୟାୟିକ ତଦନ୍ତ ହେଉ। ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ୱାରା ଏବଂ ଏହାକୁ ଉଚ୍ଚତମ ନ୍ୟାୟାଳୟ ଘଟଣାର ତଦାରଖ କରନ୍ତୁ। ତୁରନ୍ତ ରାଜ୍ୟ ସରକାର ମହିଳା କମିଶନ ନିଯୁକ୍ତି କରନ୍ତୁ ବୋଲି କଂଗ୍ରେସ ପ୍ରଭାରୀ ଶ୍ରୀ ଲଲ୍ଲୁ କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ, ଭାରତ ଇତିହାସରେ ଏଭଳି ଶାନ୍ତିପୂର୍ଣ୍ଣ ବନ୍ଦ ପ୍ରଥମ। ଆଗାମୀ ଦିନରେ ସମସ୍ତେ ମହିଳା ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିବେ। ସିପିଆଇଏମ୍ ନେତା ସୁରେଶ ପାଣିଗ୍ରାହୀ କହିଲେ, ଏଭଳି ବନ୍ଦ ପରେ ରାଜ୍ୟ ସରକାରଙ୍କ ନିଜ ପଦରେ ନ ରହି ତୁରନ୍ତ ଇସ୍ତଫା ଦେବା ଉଚିତ। କ୍ରାଇମବ୍ରାଞ୍ଚ ତଦନ୍ତ ନ କରି ନ୍ୟାୟିକ ତଦନ୍ତ ହେଉ। ଫରୱାର୍ଡ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର କହିଥିଲେ, ବିଜେପି କର୍ମୀ ମଧ୍ୟ ରାସ୍ତାକୁ ନ ଆସିଥିଲେ ସେମାନେ ମଧ୍ୟ ନିଜ ସରକାରଙ୍କୁ ନୀରବ ଭାବେ ବିରୋଧ କରିଛନ୍ତି। ସମାଜବାଦୀ ପାର୍ଟିର ପ୍ରତାପ ବାରିକ, ବିକ୍ରମ ସ୍ୱାଇଁ ପ୍ରମୁଖ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ବେଳେ ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ ଏମ୍ଏଲ୍ ଲିବରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଆର୍ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ସମେତ ଦୁଷ୍ମନ୍ତ କୁମାର ଦାସ, ଡକ୍ଟର ପ୍ରଶାନ୍ତ ମିଶ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏନ୍ ନାରାୟଣ ରେଡ୍ଡି, ଶିଶିର ହୁଇ, ଜୟନ୍ତ ଦାସ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଏହି ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସମୃଦ୍ଧ ଓଡ଼ିଶାରୁ ରଜ